ତାଙ୍କୁ ଭୟଭୀତ ହେଇଗଲେଣି କାଳେ ସମସ୍ତେ ପଳେଇବେ ବିଜେପି ବୋଲି ଆଉ ସେ କଥା ସେ ଜାଣି ସାରିଛନ୍ତି ଯେ ଯେଉଁଦିନ ବିଜେପିର କେନ୍ଦ୍ର ନେତୃତ୍ୱ ଚାହିଁବେ ସେଦିନ ବିଜେଡିକୁ ଖଣ୍ଡ ଖଣ୍ଡ କରିଦେବେ। ମୁଁ ତ କହିଥିଲି ଆପଣମାନଙ୍କୁ କହିଥିଲି ଯେଉଁଦିନ ହୁଇସିଲ ବିଜେପି ଫୁଙ୍କିବ ସେଦିନ ବିଜେଡି ଖଣ୍ଡ ଖଣ୍ଡ ହେଇଯିବ। ଆରେ ସେଇ ବିଚଳିତ ତା ଭାବନା ତାଙ୍କ ମନ ଭିତରେ ଥାଉ ସେଇ ବିଚଳିତ ଥାଉ। କିଛି ନେତା ଟଚ୍ରେ ରହୁଛନ୍ତି କି କିଛି ନେତା ବିଜେଡି ନେତା ବିଜେପି ଟଚ୍ରେ ଅଛନ୍ତି ସେଟା ବିଜେପି ନେତୃତ୍ୱ ଜାଣିଥିବ। ସାର୍ ଏତେ ବର୍ଷ ସେ ମୁଖ୍ୟମନ୍ତ୍ରୀ ରହିଲେ କିନ୍ତୁ ମୁଖ୍ୟମନ୍ତ୍ରୀ କଣ ଦଳର ବୋଲି ସେ ଏହା ଭାବିଲେ ଲାଷ୍ଟକୁ ନେତାଙ୍କୁ ପଚାରିଲେ ତମ ବିଜେପି ଯୋଗାଯୋଗ ରହୁଛ ମୁଖ୍ୟମନ୍ତ୍ରୀ ଏତେ ବର୍ଷ ଧରିକି ସେ କିଛି ନ ବୁଝିକିରି କେବଳ ରାଜତ୍ୱ କରୁଥିଲେ ଏବଂ ଆମୋଦ ପ୍ରମୋଦରେ ଲାଗିଥିଲେ ତାର ଫଳ ଏଟା ସବୁ। ସେଟା ତାଙ୍କର ମନ ଭିତରର ଭାବନା ଆଉ ସେ ଯେଉଁ ଭୟଭୀତ ହେଉଛନ୍ତି ସେ ଭୟ ଭିତରୁ ଏଇଟା ଗୋଟେ ଉଲ୍ଲେଖ। ମୁଁ ଶୁଣନ୍ତୁ ମୁଁ କାଲି କହିଥିଲି ଯେ ଏ ବିଷୟରେ ଯେଉଁ ପର୍ଯ୍ୟନ୍ତ ନବ ଦାସର ପରିବାର କିଛି ଲେଖିକି ଦେବେ ନାହିଁ ମୁଁ ଏ ବିଷୟରେ ଆଉ କୌଣସି ମନ୍ତବ୍ୟ ଦେବି ନାହିଁ। କାଲି ମୁଁ ଏ ବିଷୟରେ ଆଉ କିଛି